ସମସ୍ତଙ୍କୁ ଶୁଭ ସକାଳ। ମୁଁ ଓମପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। 120 ରୁଲ୍ ଅଫ୍ ଗ୍ରାମାରର 3 ନମ୍ବର ଭିଡ଼ିଓକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ମୁଁ ଆଗରୁ ଆଉ 2ଟି କ୍ଲାସ୍ ନେଇସାରିଛି। ଯଦି ଆପଣ ସେ ଭିଡ଼ିଓ ଗୁଡ଼ାକ ଦେଖିନାହାନ୍ତି ତାହେଲେ ଡେସ୍କ୍ରିପସନ୍ ମୁଁ ଲିଙ୍କ୍ ଦେଇଦେବି କିମ୍ବା ଏମ୍ଆର୍ ଷ୍ଟଡି ଏକାଡେମୀର ପ୍ଲେଲିଷ୍ଟକୁ ଯାଇ ଆପଣ 120 ରୁଲ୍ ଅଫ୍ ଗ୍ରାମାର ସର୍ଚ୍ଚ କରି ଦେଖିପାରିବେ। ସେଠାରେ ଆମର ଯେଉଁ ଇଂଲିଶ ଗ୍ରାମାରରେ ଯେଉଁ ସବୁ କ୍ୱେଶ୍ଚନ୍ ପଡ଼ୁଛି ତା ରିଲେଟେଡ୍ ମୁଁ 20ଟି ରୁଲ୍ କହିସାରିଛି। ଆପଣ ଯଦି ସେଠି ଦେଖିଦେଉଛନ୍ତି ଭଲସେ କିମ୍ବା ନୋଟ୍ ଡାଉନ୍ କରୁଛନ୍ତି ତାହେଲେ ପରୀକ୍ଷାରେ ଆପଣ ଭଲ ମାର୍କ ରଖିପାରିବେ। ତେଣୁ ଚାଲନ୍ତୁ ଆଜିର ଭିଡ଼ିଓରେ ଆମେ ଆଉ 10ଟି ରୁଲ୍ ଗୁଡ଼ାକ ପଢ଼ିଦେବା। ଆପଣ ଖାତା ଧରି ରଖିଥାନ୍ତୁ, ଯେଉଁଗୁଡ଼ାକ ଇମ୍ପୋର୍ଟାଣ୍ଟ ପଏଣ୍ଟ ନୋଟ୍ ଡାଉନ୍ କରିଦେବେ। ଆଉ ଯେଉଁ ଡାଉଟ୍ ହେବ କମେଣ୍ଟ ସେକ୍ସନରେ ଜଣାଇ ପାରିବେ। ମୁଁ ତାପରେ ନେକ୍ସଟ କ୍ଲାସ୍ରେ ଆପଣଙ୍କୁ କହିପାରିବି। ତେଣୁ ସମୟ ନଷ୍ଟ କରିବାନି, ଯିବା ଦେଖିବା କ'ଣ ସବୁ ରୁଲ୍ ଗୁଡ଼ାକ ରହିଛି। 31 ନମ୍ବର ରୁଲ୍ଟା କ'ଣ ରହିଛି ନା ୱାର୍ଡସ୍ ଅଲୱେଜ୍ ଫଲୋଡ୍ ବାଇ ଟୁ, ମାନେ କେଉଁ ୱାର୍ଡ ଗୁଡ଼ିକ ପାଖରେ ସବୁବେଳେ ଟୁ ଲାଗେ। ଇମ୍ପୋର୍ଟାଣ୍ଟ ପଏଣ୍ଟ କ'ଣ ଅଛି, ୱାର୍ଡସ୍ ଏଣ୍ଡିଂ ୱିଥ୍ IOR, ଯେମିତିକି ଏକ୍ଜାମ୍ପଲ୍ କ'ଣ ସିନିୟର, ଜୁନିୟର, ସୁପେରିୟର, ଏଗୁଡ଼ା ସବୁ କ'ଣ ହେଉଛି IOR ତାର ଲାଷ୍ଟରେ ରହୁଛି। ଯଦି ସେଇ ୱାର୍ଡ ଆପଣ ଦେଖୁଛନ୍ତି ତାହେଲେ ସେଇଟା କ'ଣ ହେବ ଅଲୱେଜ୍ ଫଲୋଡ୍ ବାଇ ଟୁ। ସେଇଟା ସବୁବେଳେ କ'ଣ ୟୁଜ୍ କରିବ, ଆମର କ'ଣ ପ୍ରିପୋଜିସନ୍ ନା ଟୁ ୟୁଜ୍ କରିବ। ଯେମିତି ସିନିୟର ଟୁ ହେଲା, ସିନିୟର ପରେ ଆଉ କିଛି ହବନି ହେଲା, କ'ଣ ହେବ ଟୁ ଲାଗିବ। ଫାର୍ଷ୍ଟ ପଏଣ୍ଟ ରହିଲା। ସେକେଣ୍ଡ ପଏଣ୍ଟ କ'ଣ ରହିଲା, ଅଦର ସଚ୍ ୱାର୍ଡସ୍ ଯେମିତି ପ୍ରିଫର, ନନ୍, ମେରେଡ୍, ଏଡିକ୍ଟେଡ୍, ଇନଫେରିୟର, ଇଞ୍ଜରିୟସ୍, ପଷ୍ଟେରିୟର, ଏଣ୍ଟେରିୟର, ଏକ୍ସଟେରିୟର ହେଲା, ଏଗୁଡ଼ା ସବୁ କ'ଣ ହେବ ନା ଏଗୁଡ଼ାକ ବି କ'ଣ କରିବ, ଟୁ କୁ ଫଲୋ କରିବ। ମେରେଡ୍ ଟୁ ହେଲା, ଯେମିତି ଏଣ୍ଡ ନନ୍ ଟୁ ଆର୍ କରେକ୍ଟ ଇନ୍ ପସିଭ୍ ଭଏସ୍। ଆଉ ମେରେଡ୍ ଟୁ ଆଉ ନନ୍ ଟୁ ଏଗୁଡ଼ା କ'ଣ ହେବ, ଏମିତି ଏଇଟା କୋଉଠି ୟୁଜ୍ କରାଯିବ ନା ପେସିଭ୍ ଭଏସ୍ରେ ୟୁଜ୍ କରାଯିବ। ତେଣୁ ଏବେ ଏକ୍ଜାମ୍ପଲ୍ ଦେଖିଥିବା ରୁଲ୍ଟା ଆମେ ଦେଖିଦେଲୁ, ନୋଟ୍ ଡାଉନ୍ କରିନିଅନ୍ତୁ। ତାପରେ ଦେଖିବା କିଛି ଏକ୍ଜାମ୍ପଲ୍, ତାପରେ ଆପଣ ବୁଝିପାରିବେ ଭଲସେ। ଏକ୍ଜାମ୍ପଲ୍ କ'ଣ ଅଛି, ଆଇ ପ୍ରିଫର ଟି ଟୁ କଫି। ପ୍ରିଫର ପାଖରେ କ'ଣ କହିଥିଲା ନା ଟୁ ଲାଗିବ। ସେମିତିଆ ହି ମେରେଡ୍ ଟୁ ହେଲା, ମେରେଡ୍ ପାଖରେ କ'ଣ ଲାଗିବ ଟୁ ଲାଗିବ। କିନ୍ତୁ ଭୁଲ କୋଉଠି, ହି ଇଜ୍ ନୋନ୍ ବାଇ ମି ହେଲା, ଏଠି ନୋନ୍ ବାଇ ହବନି ହେଲା, ନୋନ୍ ଟୁ ମି ହେଲା। ଏଠି କ'ଣ ପଢିଥିଲେ ନୋନ୍, ଏଠି ଯେମିତି ପଢିଥିଲେ ପ୍ରିଫର, ନୋନ୍, ମେରେଡ୍, ଏଗୁଡ଼ା ସବୁ ପାଖରେ କ'ଣ ଲାଗିବ ଟୁ ଲାଗିବ ହେଲା। ଦେଖିବେ ଯେମିତି ଏବଂ ଲାଗୁ ତ ଠିକ୍ ଅଛି, କିନ୍ତୁ ନା ଏଟା ନନ୍ ପାଖରେ କ'ଣ ଲାଗିବ ଟୁ ଲାଗିବ। ବୁଝିପାରିଲେ। ଏବେ ରୁଲ୍ ନମ୍ବର 32, ଏଜ୍ କ୍ୟାପିଟାଲ ଏଜ୍ ଆଉ ସ୍ମଲ୍ ଏଜ୍ ଲେଖା ହେଇଛି, ସୋ ଏଜ୍, ଏଗୁଡ଼ା ସବୁ କେମିତି ୟୁଜ୍ କରାଯିବ। ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡ଼ା କ'ଣ ଅଛି, both are used for positive degree of comparison। ଏଟା କ'ଣ କରାଯିବ ନା ପଜିଟିଭ ଡିଗ୍ରୀ ସବୁବେଳେ ୟୁଜ୍ କରାଯିବ କ'ଣ କମ୍ପାରିଜନ୍ ସମୟରେ। ଯେମିତିକି ଏଜ୍ ଆଉ ଏଜ୍ ହେଲା, ବଡ଼ ଏ ଏସ୍ ନା ଛୋଟ ଏ ଏସ୍ ଫର୍ ଏଫର୍ମେଟିଭ୍ ସେଣ୍ଟେନ୍ସ। ଏଫର୍ମେଟିଭ୍ ସେଣ୍ଟେନ୍ସ ଯୋଉଠି ଥିବ ସେଠି କ'ଣ ୟୁଜ୍ କରାଯିବ, ଏଜ୍ ଆଉ ଏଜ୍। ଆଉ ସୋ ଏଜ୍ଟା କୋଉଠି ୟୁଜ୍ କରାଯିବ ନା ଫର୍ ନେଗେଟିଭ୍ ସେଣ୍ଟେନ୍ସ। ଯଦି ନେଗେଟିଭ୍ ସେଣ୍ଟେନ୍ସ ଥିବ ସେଠି କ'ଣ କରାଯିବ ନା ସୋ ଏଜ୍ ୟୁଜ୍ କରାଯିବ। ଏବେ ଏକ୍ଜାମ୍ପଲ୍ ଦେଖିଦେବା, ହି ଇଜ୍ ଏଜ୍ ୱାଇଜ୍ ଏଜ୍ ହିଜ୍ ଫାଦର। ଏଟା କ'ଣ ଥିଲା ଏଫର୍ମେଟିଭ୍ ସେଣ୍ଟେନ୍ସ ଥିଲା, ସେଠି କ'ଣ କରାଗଲା ନା ଏଜ୍ ଆଉ ଏଜ୍ ୟୁଜ୍ କରାଗଲା। ବୁଝିପାରିଲେ। ତାପରେ କ'ଣ ହି ଇଜ୍ ନଟ୍ ସୋ ଟଲ୍ ଏଜ୍ ହିଜ୍ ବ୍ରଦର। ଏଟା କ'ଣ ନେଗେଟିଭ୍ ସେଣ୍ଟେନ୍ସ, ମାନେ ସିଏ ଏତେ ଲମ୍ବା ନୁହେଁ ଯେ ତା ବାପାଙ୍କଠୁ ଅଧିକ, ମାନେ ତା ଭାଇଠୁ ବା ବାପାଙ୍କଠୁ ଲମ୍ବା ହବ। ତେଣୁ ଏଟା କ'ଣ ନେଗେଟିଭ୍ ସେଣ୍ଟେନ୍ସ ୟୁଜ୍ କରାଗଲା। ସେଠି କ'ଣ କରାଯିବ ମନେ ରଖି ସୋ ଏଜ୍ ଆପଣ ବ୍ରାକେଟରେ ଦେଇଥିବ ହେଲା, ଏମିତି ବ୍ରାକେଟରେ ଦେଇଥିବ କ'ଣ ହବ ନା ଏଜ୍ ଆଉ ଏଜ୍ ହବ ନା ସୋ ଆଉ ଏଜ୍ ହବ। ତେଣୁ ଆପଣ ଦେଖିବେ ନେଗେଟିଭ୍ ସେଣ୍ଟେନ୍ସ ଯଦି ଥିବ ତାହେଲେ କ'ଣ ହବ ସୋ ଏଜ୍ ହବ, ଯଦି ଏଫର୍ମେଟିଭ୍ ସେଣ୍ଟେନ୍ସ ଥିବ ତାହେଲେ ଏଜ୍ ଆଉ ଏଜ୍ ହବ। ବୁଝିପାରିଲେ, କିଛି ଅସୁବିଧା ନାହିଁ। ବଢିଆ ରୁଲ୍ ଥିଲା 33 ରୁଲ୍ ହେଲା। এটা କ'ଣ ଅଛି ନା ଡବଲ କମ୍ପାରେଟିଭ୍ ଏଣ୍ଡ ସୁପରଲେଟିଭ୍। ଯେତେବେଳେ ଡବଲ କମ୍ପାରେଟିଭ୍ ଆଉ ସୁପରଲେଟିଭ୍ ଡିଗ୍ରୀ ଥିବ ସେଠି କ'ଣ କରାଯିବ ନା ଡୁ ନଟ୍ ୟୁଜ୍ ଟୁ କମ୍ପାରେଟିଭ୍ ୱାର୍ଡସ୍ ଟୁଗେଦର ହେଲା। ଏକାଥରେ ଦିଟା ଆପଣ କ'ଣ କରିବେ ୟୁଜ୍ କରିପାରିବେନି, କମ୍ପାରେଟିଭ୍ ଡିଗ୍ରୀ ୟୁଜ୍ କରିପାରିବେ ନାହିଁ। କମ୍ପାରେଟିଭ୍ କ'ଣ, ମୋର୍ ଆଉ ବେଟର, ମୋର୍ ବ୍ୟୁଟିଫୁଲ୍ ହେଲା, ସେଇଟା ହେଉଛି କମ୍ପାରେଟିଭ୍। ଆଉ ବେଟର ହେଉଛି ନିଜ ପାଇଁ ଗୋଟେ ବି କମ୍ପାରେଟିଭ୍ ଡିଗ୍ରୀ, ତେଣୁ ସେଇଟାକୁ ଏକା ସାଙ୍ଗରେ ୟୁଜ୍ କରାଯିବ ନାହିଁ। ୟୁଜ୍ ଓନ୍ଲି ୱାନ୍ ଡିଗ୍ରୀ ଫର୍ମ। ଆଉ ସେଣ୍ଟେନ୍ସ ସବୁବେଳେ କ'ଣ କରିବେ ନା ଗୋଟେ ହିଁ ଡିଗ୍ରୀ ଫର୍ମ ୟୁଜ୍ କରିବେ। ପିଲାମାନେ ବାରମ୍ବାର ଭୁଲ କରନ୍ତି, ମୋର୍ ବେଟର, ମୋଷ୍ଟ ଅନେଷ୍ଟ ଏମିତି ଲେଖି ଦିଅନ୍ତି। ସୁପରଲେଟିଭ୍ ଡିଗ୍ରୀ ଦିଟା ସାରା ଥିବ କିମ୍ବା ଆମର କ'ଣ କମ୍ପାରେଟିଭ୍ ଡିଗ୍ରୀଟା ଥିବ, କିନ୍ତୁ ସେଇଟା ହବ ନାହିଁ ହେଲା। ଏଇଟା କ'ଣ ବେଳେବେଳେ ଭୁଲ ହୁଏ। ତେଣୁ ଏଗୁଡ଼ାକ ଯଦି ଦେଖିଦେଉଛନ୍ତି ତାହେଲେ ଇଂଲିଶ ଆପଣ ଗ୍ରାମାର ବହୁତ ସୁବିଧାରେ ଆପଣ ନିଜେ ସେଣ୍ଟେନ୍ସ ତିଆରି କରିପାରିବେ, ଗ୍ରାମାର କ୍ୱେଶ୍ଚନ୍ କରିପାରିବେ ହେଲା। MCQ ତ ଆପଣ ଦେଖିକି କହିପାରିବେ। ତେଣୁ ଦେଖିଦେବା ଏକ୍ଜାମ୍ପଲ୍ କ'ଣ ଅଛି ନା ମୋର୍ ବେଟର ଯେମିତି ହବନି, ସେଟା କ'ଣ ବେଟର ଲେଖିପାରିବେ। ହାଏଷ୍ଟ ସରି ମୋଷ୍ଟ ହାଏଷ୍ଟ ହେଲା, ଏଇଟା କେମିତି ହବ ନା ମୋଷ୍ଟ ହବ ନହେଲେ ହାଏଷ୍ଟ ହବ। ତେଣୁ ଯେକୌଣସି ଗୋଟେ ହବ, ଏଇଟା ହାଏଷ୍ଟ ସିକ୍ ହବ। କେମିତି ସେଣ୍ଟେନ୍ସ ୟୁଜ୍ କରାଯିବ ନା ଦିସ୍ ବୁକ୍ ଇଜ୍ ବେଟର ଦେନ୍ ଦ୍ୟାଟ୍ ୱାନ୍ ହେଲା। ବେଟର, ମୋର୍ ବେଟର କେବେ ହବ ନାହିଁ, କେବଳ ବେଟର। ବୁଝିପାରିଲେ। ତେଣୁ 34 ରୁଲ୍ କ'ଣ ଅଛି, ଡବଲ ନେଗେଟିଭ୍ ହେଲା। ଡବଲ ନେଗେଟିଭ୍ସ କେମିତି ୟୁଜ୍ କରାଯିବ, ଇମ୍ପୋର୍ଟାଣ୍ଟ ପଏଣ୍ଟ କ'ଣ ଅଛି, ନେଭର ୟୁଜ୍ ଟୁ ନେଗେଟିଭ୍ସ ଇନ୍ ୱାନ୍ କ୍ଲଜ୍ ହେଲା। କେତେବେଳେ ବି ଦିଟା ନେଗେଟିଭ୍କୁ ଗୋଟେ କ୍ଲଜ୍ରେ ୟୁଜ୍ କରାଯିବ ନାହିଁ। ଆଉ ଯେମିତି ୱାର୍ଡସ୍ ଲାଇକ୍ ନେଭର, ନୋ, ନନ୍, ହାର୍ଡଲି, ସ୍କେୟାରଲି ହେଲା, ଅଲରେଡି ଏକ୍ସପ୍ରେସ୍ ନେଗେଟିଭଲି ହେଲା। ଏଗୁଡ଼ା ସବୁବେଳେ ମାନେ ନିଜ ପାଇଁ ଗୋଟେ ଗୋଟେ କ'ଣ ନେଗେଟିଭ୍ ୟୁଜ୍ କରୁଥାନ୍ତି ହେଲା। ତେଣୁ ୟା ସହିତ ଆଉ ଗୋଟେ ନେଗେଟିଭ୍ ୟୁଜ୍ କରାଯିବ ନାହିଁ। ଏକ୍ଜାମ୍ପଲ୍ କ'ଣ, ଆଇ ଡୁ ନଟ୍ ନିଡ୍ ନୋ ହେଲ୍ପ।
ଡୁ ନଟ୍ ତ ନିଜ ପାଇଁ ଏଟା ନେଗେଟିଭ ହେଲା, ଆଉ ଥରେ नो କଣ ପାଇଁ ହେଲା, ତେଣୁ ଏଟା ଭୁଲ ହବ। ଏଟା କଣ ହବ, ଆଇ ଡୋଣ୍ଟ ନିଡ୍ ଏନି ହେଲ୍ପ, ଏଟା ଠିକ ହବ। ମାନେ ଗୋଟେ ହିଁ ସେଣ୍ଟେନ୍ସରେ ଗୋଟେ ହିଁ କେବଳ ନେଗେଟିଭ ୱାର୍ଡ ୟୁଜ କରିବେ, ଦିଟା ନେଗେଟିଭ ୱାର୍ଡ କେବେ ୟୁଜ କରିବେ ନାହିଁ। ବୁଝିପାରିଲେ? ଯେମିତି ନେଗେଟିଭ ୱାର୍ଡ କଣ ଦେଖିବେ, ଯଦି ନେଭର, नो, ନନ୍, ହାର୍ଡଲି, ଏଟା ବେଳେବେଳେ ପଚାରେ, ହାର୍ଡଲି, ସ୍କେୟାରଲି, ଏଟା ସବୁ ନେଗେଟିଭ ସେଣ୍ଟେନ୍ସ ହେଲା ୱାର୍ଡ ଗୁଡାକ। ବୁଝିପାରିଲେ? ତାପରେ ଆଉ ଗୋଟେ କଣ ଅଛି, ସି ନେଭର ଟୋଲ୍ଡ ମି ଦ ଟ୍ରୁଥ ହେଲା, ନେଭର କେବଳ ହବ କେବଳ, ଆଉ କି ନ ଫ କିଛି ହବ ନାହିଁ। ତାପରେ ଦେଖିବା ରୁଲ ନମ୍ବର 35 କଣ ଅଛି, ୟୁଜ ଅଫ ଅନଲେସ୍। ଅନଲେସ୍ କୋଉଠି ୟୁଜ କରିବେ ହେଲା, ଏହାର ଇମ୍ପୋର୍ଟାଣ୍ଟ ପଏଣ୍ଟ କଣ ଅଛି, ଅନଲେସ୍, ଇଫ ନଟ୍ ହେଲା। ଅନଲେସ୍ ର ମିନିଂ ଟା ହଉଛି କଣ ନା ଇଫ ନଟ୍ ହେଲା, ମନେ ରଖିତେ। ଅନଲେସ୍ ହଉଛି କଣ, ଇଫ ନଟ୍। ନେଭର ୟୁଜ ନଟ୍ ୱିଥ ଅନଲେସ୍ ହେଲା। କଣ କହିଥିଲେ, ଏଟା ନେଗେଟିଭ ସେଣ୍ଟେନ୍ସ, ତେଣୁ ସେଥିପାଇଁ ୟା ସହିତ ନଟ୍ କେବେ ୟୁଜ କରିବେ ନାହିଁ। ଅନଲେସ୍ ସହିତ କେବେ ବି ନଟ୍ ୟୁଜ କରିବେ ନାହିଁ। ଏକ୍ସାମ୍ପଲ ଦେଖିବା କଣ ଅଛି, ଆଇ ୱାଣ୍ଟ go unless you come with me, ଏଟା ଠିକ ଅଛି କାରଣ ନ ୟୁଜ କରାହେଇନି। ସେକେଣ୍ଡ ସେଣ୍ଟେନ୍ସ ଦେଖନ୍ତୁ, I won't go unless you do not come ହେଲା, ଦିଟା ନେଗେଟିଭ ହେଲା, unless ହେଇଗଲା ଆଉ not ହେଇଗଲା, ତେଣୁ ସେଥିପାଇଁ ଏଟା ଭୁଲ ହବ, ଏଟା ଠିକ ହବ। ବୁଝିପାରିଲେ କଣ ପାଇଁ ଭୁଲ କୋଣଟା ଠିକ ହେଲା? ବଢିଆ, କିଛି ନାହିଁ, କିଛି ଅସୁବିଧା ହବ ନାହିଁ। ନେକ୍ସଟ ଦେଖିବା ରୋଲ ନମ୍ବର 36 କଣ ଅଛି, ୟୁଜ ଅଫ until and till। until ଆଉ till କୋଉଠି ୟୁଜ କରାଯିବ, ଇମ୍ପୋର୍ଟାଣ୍ଟ ପଏଣ୍ଟ କଣ ଅଛି ନା until or till show the time limit। ଏଟା କଣ କରନ୍ତି, ଗୋଟେ ଟାଇମ ଲିମିଟ କୁ କଣ କରନ୍ତି ନା ଶୋ କରନ୍ତି, ଯେମିତି କି ଅପ ଟୁ ଦ ଟାଇମ ଦେଟ ହେଲା, ଏମିତି ଏତେ ମାନେ 8ଟା ପର୍ଯ୍ୟନ୍ତ ତୁମେ ପହଞ୍ଚି ପାରିବ, ସେମିତି କ୍ଷେତ୍ରରେ କଣ କରାଯିବ, until ବା till ୟୁଜ କରାଯିବ। both mean the same, ଦିଟା ସାରା କଣ କରନ୍ତି ନା ମିନିଂ ସେମ କରନ୍ତି। until is more formal, until ଟା କଣ ପାଇଁ ୟୁଜ କରାଯାଏ, more formal ହେଲା, ମାନେ ଯଦି ଆପଣ ଫର୍ମାଲି ଗୋଟେ ୟୁଜ କରୁଛନ୍ତି ତାହେଲେ କଣ କରାଯିବ, until ୟୁଜ କରାଯିବ। ଏକ୍ସାମ୍ପଲ ଦେଖିଦବା, ୱେଟ୍ ହିଆର ଅନଟିଲ ଆଇ ଟର୍ନ ହେଲା, ଅନଟିଲ ୟୁଜ କରାହେଲା ମାନେ ଏତିକି ପର୍ଯ୍ୟନ୍ତ, ମୁଁ ଯେତେ ପର୍ଯ୍ୟନ୍ତ ପହଞ୍ଚିନି ସେତେ ପର୍ଯ୍ୟନ୍ତ ଆପଣ ୱେଟ୍ କରନ୍ତୁ। ଗୋଟେ ସର୍ଟ ଟାଇମ ଲିମିଟ ଗୋଟେ ୟୁଜ କରାହଉଛି। ଆଉ ଆଇ ସ୍ଲେପ୍ଟ ଟିଲ୍ ମର୍ଣ୍ଣିଂ ହେଲା, ଗୋଟେ ଟାଇମ ଲିମିଟ ଯେତେବେଳେ ଥିବ ସେତେବେଳେ କଣ କରାଯିବ, ଅନଟିଲ ବା ଟିଲ୍ ୟୁଜ କରାଯିବ। ଅନଟିଲ ଟା କଣ, ମୋର ଫର୍ମାଲ, ମାନେ ଜଣକୁ ଆପଣ କହୁଛନ୍ତି ଗୋଟେ ଫର୍ମାଲ କଥା କହିବାରେ ୟୁଜ କରାଯାଏ। ବୁଝିପାରିଲେ? ତ 37 ରୁଲ କଣ ଅଛି, ୟୁଜ ଅଫ ବିଟୁଇନ୍ ଆଣ୍ଡ ଏମଙ୍ଗ। ବଢିଆ କ୍ୱେଶ୍ଚନ, ବଢିଆ ରୁଲଟା ଅଛି ଏଇଟା ହେଲା, ବାରମ୍ବାର ପିଲାମାନେ ଭୁଲ କରନ୍ତି ଏଇଟା। ବିଟୁଇନ୍ ଆଉ ଏମଙ୍ଗ ଭିତରେ ଆମେ ଜାଣିବା କେମିତି କୋଉଟା ୟୁଜ କରାଯିବ। ବାସ୍, ବଢିଆ ପଏଣ୍ଟ ଅଛି। ବିଟୁଇନ୍ କେତେବେଳେ ନା ଫର ଟୁ, ଦିଟା ଯେତେବେଳେ ଥିବ ସେତେବେଳେ କଣ କରାଯିବ, ବିଟୁଇନ୍ ୟୁଜ କରାଯିବ। ଏମଙ୍ଗ କେତେବେଳେ ନା ଫର ମୋର ଦେନ ଟୁ, ଯେତେବେଳେ ଦୁଇଟାରୁ ଅଧିକା ଥିବ ସେତେବେଳେ କଣ କରାଯିବ ନା ଏମଙ୍ଗ ୟୁଜ କରାଯିବ। କିଛି ଅସୁବିଧା ଅଛି ନା? ମନେ ରଖିଦେବେ ଖାଲି, ବିଟୁଇନ୍ ଟା ଦି ଜଣଙ୍କ ପାଇଁ, ଏମଙ୍ଗ ଟା ଦୁଇ ଜଣ ଠାରୁ ଅଧିକା ପାଇଁ। ଏକ୍ସାମ୍ପଲ ଦେଖିବା, ସେୟାର ଦିସ୍ କେକ୍ ବିଟୁଇନ୍ ୟୁ ଏଣ୍ଡ ଆଇ। ଏଠି ବିଟୁଇନ୍ କାହିଁକି ଲାଗିଲା, ଦୁଇ ଜଣ ଅଛନ୍ତି, ୟୁ ଆଉ ମି ଅଛନ୍ତି, ତେଣୁ ସେଥିପାଇଁ କଣ କରାଗଲା ନା ଆମର ବିଟୁଇନ୍ ୟୁଜ କରାଗଲା। ଯଦି ଆମର କଣ କରାଯିବ, ସେୟାର ଦିସ୍ କେକ୍ ଏମଙ୍ଗ 5 ଫ୍ରେଣ୍ଡ, ଦୁଇ ଜଣ ଅଧିକା ଅଛନ୍ତି, ତେଣୁ ସେଥିପାଇଁ କଣ କରାଯିବ, ଏମଙ୍ଗ ୟୁଜ କରାଯିବ। ହେଲା, ଯଦି ଫ୍ରେଣ୍ଡସ୍ ଥିବ ହେଲା, ପିପୁଲ ଥିବ, ସେ କଣ ହବ, ଏମଙ୍ଗ ୟୁଜ କରାଯିବ, କାରଣ ବହୁତ ଲୋକ ଅଛନ୍ତି, ଦୁଇ ଜଣରୁ ଅଧିକା ନା, ସେଇଥିପାଇଁ। ତାପରେ 38 ରୁଲ ଦେଖିଥିବା କଣ ଅଛି, ୟୁଜ ଅଫ ଇଚ୍ ଆଣ୍ଡ ଏଭ୍ରି ୱିଥ ପ୍ଲୁରାଲ ନାଉନ୍ସ। ଇଚ୍ ଆଉ ଏଭ୍ରି କୁ ପ୍ଲୁରାଲ ନାଉନ୍ ସହିତ କେମିତି ଆମେ ୟୁଜ କରିବା, ସେ ରୁଲଟା ଦେଖିବା। ଇମ୍ପୋର୍ଟାଣ୍ଟ ପଏଣ୍ଟଟା କଣ ଅଛି, when each or every is used before plural, ଯେତେବେଳେ ଆମ each ଆଉ every ୟୁଜ କରିବା plural ପୂର୍ବରୁ କଣ କରିବା, a noun is measure or unit comes after। ଗୋଟେ କଣ କରାଯିବ ନା ୟୁନିଟ ବା ମେଜରମେଣ୍ଟ ଗୋଟେ ୟୁଜ କରାଯିବ, କାହା ସହିତ, ନାଉନ୍ ସହିତ ୟୁଜ କରାଯିବ। କେମିତି, ଏକ୍ସାମ୍ପଲ ଦେଖିବା କଣ ଅଛି, they were paid each 10 rupees, 10 rupees ହେଲା। ଏଠି କଣ କରା, each ୟୁଜ କରାଗଲା, କିନ୍ତୁ କଣ କରାଗଲା, ଗୋଟେ ୟୁନିଟ ଯେଟା କି 10 rupees ହେଲା, 10 rupees ୟୁଜ କରା। ତାପରେ ଦେଖିବା ଆଉ ଗୋଟେ ଏକ୍ସାମ୍ପଲ, every 2 days I visit my grandmother। every 2 days, every ପରେ କଣ କଲା, 2 days ହେଲା, ମାନେ ଗୋଟେ କଣ ୟୁନିଟ ୟୁଜ କରାଗଲା, ଯେମିତି 2 ଦିନ, ଗୋଟେ ୟୁନିଟ, ଡେ ଟା ଗୋଟେ ୟୁନିଟ ନା, ତେଣୁ ସେଥିପାଇଁ ଗୋଟେ ୟୁନିଟ ୟୁଜ କରାଯିବ every ବା each ପରେ। ମନେ ରଖିବେ, ଏଇଟା ବଢିଆ ପଏଣ୍ଟ ଥିଲା ହେଲା। ତାପରେ ଦେଖିବା ରୋଲ ନମ୍ବର 39 କଣ ଅଛି, ୟୁଜ ଅଫ ଫ୍ୟୁ, ଏ ଫ୍ୟୁ, ଦା ଫ୍ୟୁ ହେଲା, ବହୁତ ଇମ୍ପୋର୍ଟାଣ୍ଟ ଅଛି। ଫ୍ୟୁ, ଏ ଫ୍ୟୁ ଆଉ ଦା ଫ୍ୟୁ ଭିତରେ ହେଲା ପିଲାମାନେ କନଫ୍ୟୁଜ ହୁଅନ୍ତି। ଫ୍ୟୁ କୋଉଠି ଲାଗିବ, ଇମ୍ପୋର୍ଟାଣ୍ଟ ପଏଣ୍ଟ ଦେଖିନ୍ତୁ କଣ ଅଛି ନା, ଫ୍ୟୁ କୋଉଠି ଲାଗିବ, ଅଲମୋଷ୍ଟ ନନ୍, ମାନେ ନେଗେଟିଭ, ମାନେ ପୁରା କମ ଥିବ, ଯେମିତି କୁହାଯାଏ। ଅଲମୋଷ୍ଟ ନନ୍ ମାନେ ନାହିଁ ସହିତ ସମାନ ଯେତେବେଳେ ଥିବ, ଫ୍ୟୁ ୟୁଜ କରାଯିବ। ବୁଝିପାରିଲେ? ତାପରେ ଦେଖିବା କଣ, ଏ ଫ୍ୟୁ। ଏ ଫ୍ୟୁ କଣ, ସମ ବା ପଜିଟିଭ ସେନ୍ସରେ, ଆପଣ କଣ ପାଣି ମାଗିଲା, ମାନେ ତାର ଯଦି ସେ ତାକୁ ଶୋଷ ଲାଗିଛି, ସେଠି ଯଦି ପାଣି ହେଇଯିବ, ମାନେ ଚଳିବା ପିର ଅଛି, ତାହେଲେ ସେମାନଙ୍କ ପଜିଟିଭଲି ଯଦି ଥିବ, ତାହେଲେ ସେଟା କଣ କରାଯିବ, ଏ ଫ୍ୟୁ ୟୁଜ କରାଯିବ। ବୁଝିପାରିଲେ? ଯଦି ନେଗେଟିଭ ଥିବ କଣ, ଫ୍ୟୁ, ଯଦି ପଜିଟିଭ ସେନ୍ସରେ ଥିବ ବା କିଛି ଥିବ ହେଲା, ସେଠି କଣ କରାଯିବ ନା ଏ ଫ୍ୟୁ। ଦା ଫ୍ୟୁ କଣ, ଅଲ୍ ଦ୍ୟାଟ ଦେୟାର ଆର୍, ଯେତିକି ଅଛି ସେତିକି ଯଦି କୁହାଯିବ, ତାହେଲେ କଣ, ଦା ଫ୍ୟୁ ୟୁଜ କରାଯିବ। ବୁଝିପାରିଲେ ତିନିଟା? ଏବେ ଏକ୍ସାମ୍ପଲ ଦେଖିଲେ, ଏକ୍ସାମ୍ପଲ ଦେଖିଲେ ବୁଝିପାରିବେ ଠିକ ସେ ହେଲା। କଣ ଅଛି, ଫ୍ୟୁ ପିପୁଲ କ୍ୟାନ୍ କିପ୍ ଏ ସିକ୍ରେଟ ହେଲା, ଫ୍ୟୁ ପିପୁଲ ହେଲା, ମାନେ ନା ସହିତ ସମାନ। ଆଉ ଏ ଫ୍ୟୁ ଷ୍ଟୁଡେଣ୍ଟସ ଆର୍ ପ୍ରେଜେଣ୍ଟ, ମାନେ ଚଳିବା ପାଇଁ ଯେତିକି ଅଛନ୍ତି ସେତିକି ଷ୍ଟୁଡେଣ୍ଟ।
द फ्यू बुक्स आई हैड आर लॉस्ट ହେଲା ଏଟା କଣ କରାଗଲା ଅଲ୍ ଦ୍ୟାଟ୍ ଦେୟାର ଆର୍ ମାନେ ଯେତିକି ଥିଲା ସେତିକି ସେ କଣ ଯାହା ପାଖରେ ଯେତିକି ବହି ଥିଲା ସେ ସବୁ ଗୁଡା କଣ ହଜେଇ ଦେଲା ହେଲା ବୁଝିପାରିଲେ ଫ୍ୟୁ ଏ ଫ୍ୟୁ ଆଉ ଦା ଫ୍ୟୁ ଭିତରେ ତାପରେ ଦେଖିବା ଲାଷ୍ଟ ଆଜିର ରୁଲଟା କଣ ଅଛି ରୁଲ ନମ୍ବର 40 ହେଲା କଣ ଅଛି ୟୁଜ ଅଫ ଲିଟିଲ ଏ ଲିଟିଲ ତା ଲିଟିଲ ବାସ୍ ଯେମିତି ଫ୍ୟୁ ଏ ଫ୍ୟୁ ଆଉ ଦା ଫ୍ୟୁ ଥିଲା ସେମିତି ଲିଟିଲ ବି ଅଛି ଲିଟିଲରେ କଣ ଅଛି ନା ହାର୍ଡଲି ଅର୍ ଏନି ନେଗେଟିଭ ହେଲା ହାର୍ଡଲି ମାନେ କଣ ନେଗେଟିଭ ସେନ୍ସରେ କହିଥିଲେ ଆଗରୁ ହାର୍ଡଲି ଯେମିତି ଫ୍ୟୁ ବି ଥିଲା ସେମିତି ଲିଟିଲ ସେମ୍ ଆଉ ଏ ଲିଟିଲ କଣ ପଜିଟିଭ ସେନ୍ସରେ ବା ସବୁ କିଛି ଅଛି ଯେଟା ଚଳିବା ପାଇଁ ଆଉ ଦା ଲିଟିଲ କଣ ଅଲ୍ ଦ୍ୟାଟ୍ ଦେୟାର ମାନେ ଯେତିକି ଅଛି ସେତିକି ଆଉ ସେତେବେଳେ କଣ କରାଯିବ ଦା ଲିଟିଲ ୟୁଜ କରାଯିବ ଏକ୍ସାମ୍ପଲ କଣ ଦେୟାର ଇଜ ଏ ଲିଟିଲ ହପ୍ ଅଫ ହିଜ ରିକଭରି ମାନେ କଣ ନା ସହିତ ସମାନ ଯେତେବେଳେ କୁହାଯାଏ ମାନେ ଲାଷ୍ଟ ଯେତେବେଳେ ଡକ୍ଟର କହିଦିଅନ୍ତି କଣ ଲାଷ୍ଟ ଅଫ ଇନ ହିଜ ରିକଭରି ହେଲା ମାନେ ନା ସହିତ ସମାନ ଆଉ ତେଣୁ ତାପରେ କଣ ଅଛି ଏ ଲିଟିଲ ମିଲ୍କ ଇଜ ଲେଫ୍ଟ ଇନ ଦ କପ୍ ଏଟା କଣ କିଛି ଅଛି ଚଳିବ ଆଉ ଯେମିତି କହିଲା ତାପରେ ଅଛି ଦ ଲିଟିଲ ମନି ଆଇ ହେଡ ୱାଜ ସ୍ପେଣ୍ଡ ହେଲା ତା ପାଖରେ ଯେତିକି ପଇସା ଥିଲା ସିଏ ସ୍ପେଣ୍ଡ କରିଦେଲା ମାନେ କଣ ଏଠି ଲାଗିବ କଣ ଦା ଲିଟିଲ ଲାଗିବ ତେଣୁ ବୁଝିପାରିଲେ ଆଜିର ଭିଡିଓରେ ଆମେ 10ଟା ଗ୍ରାମାର ରୁଲ ପଢିଲେ ଯଦି ଆପଣ କିଛି ବି ଡାଉଟ ଥିବ କୌଣସି ଜଣେଇ ପାରିବେ ନେକ୍ସଟ କ୍ଲାସରେ ସେଇ ଅନୁସାରେ ପଢି ପାରିବେ ତେଣୁ ଆଶା କରୁଛି ଭିଡିଓଟା ଆପଣଙ୍କୁ ଭଲ ଲାଗିଥିବ ଯଦି ଭିଡିଓଟି ଭଲ ଲାଗୁଛି ଭିଡିଓକୁ ଲାଇକ୍ କରିଦେବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଲାଲ କରି ଯୋଉ ସବସ୍କ୍ରାଇବ ବଟନଟି ଅଛି ସେଟା ସବସ୍କ୍ରାଇବ କରିଦେବେ ଯାହାଫଳରେ କି ଧଳା ହେଇଯିବ ଆଉ କଣ କରିବେ ମେନ୍ କାମ ହଉଛି କଣ ବେଲ ନୋଟିଫିକେସନ ଅଲରେ ସେଟ୍ କରିଦେବେ ଯାହାଫଳରେ କି ଯେତେବେଳେ ଭିଡିଓ ଅପଲୋଡ ହଉଛି ଆପଣଙ୍କ ପାଖରେ ପହଞ୍ଚି ପାରିବ ଆପଣ ଏତିକି କାମ କରିଦେଲେ ଆପଣ ଏଇ ଭିଡିଓ ପାଖରେ ପହଞ୍ଚି ପାରିବ ତେଣୁ ଆଶା କରୁଛି ଆପଣଙ୍କୁ ଭିଡିଓ ଭଲ ଲାଗୁଛି ଯଦି ଆପଣ ଚାହୁଁଛନ୍ତି ପୂର୍ବ ଭିଡିଓ ଦେଖିବା ପାଇଁ ଆପଣ ଏମଆରସିଟି ଏକାଡେମୀ ଚ୍ୟାନେଲକୁ ଯାଇ ପ୍ଲେଲିଷ୍ଟରେ 120 ରୁଲ ଅଫ ଗ୍ରାମାର ସର୍ଚ୍ଚ କରି ଦେଖିପାରିବେ ସେଠି ମୁଁ ଭିଡିଓଟାକୁ ଅପଲୋଡ କରୁଛି ତେଣୁ ଏ ସେସନ ବହୁତ ଇମ୍ପୋର୍ଟାଣ୍ଟ କାରଣ ଇଂଲିଶ ଗ୍ରାମାର ବହୁତ ପିଲାଙ୍କର କଣ ଦରକାର ଥାଏ ବୁଝିପାରିଲେ ତେଣୁ ଆଜି ପାଇଁ ଏତିକି ରହୁଛି ନୂଆଟେ ଭିଡିଓରେ ନୂଆଟେ ସେସନ ଆମର ଦେଖା ହବ ସେଥିପାଇଁ ରହୁଛି ଧନ୍ୟବାଦ।